ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗର ଟିମ୍ କୋଲିୟରି ଥାନା ଅନ୍ତର୍ଗତ ଦେଉଳବେଡ଼ା ଅଞ୍ଚଳରୁ ବେଆଇନ ବ୍ରାଉନ ସୁଗର ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ହୋଇଥିବା ମହିଳା ଜଣକ ଦେଉଳବେଡ଼ା ଗାଁର ସଲମା ବେଗମ ବୋଲି ଜଣାପଡ଼ିଛି। ତେବେ ଦୀର୍ଘଦିନ ହେବ ଦେଉଳବେଡ଼ା ଅଞ୍ଚଳରେ ବେଆଇନ ନିଶା କାରବାର ଚାଲୁଥିବା ନେଇ ଅବକାରୀ ବିଭାଗକୁ ମିଳିଥିଲା ଖବର। ତେଣୁ ତାହାକୁ ଆଧାର କରି ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଚଢ଼ାଉ କରି ମହିଳାଙ୍କ ନିକଟରୁ 69 ଗ୍ରାମ ଓଜନର ବ୍ରାଉନ ସୁଗର ସହିତ ନଗଦ 5,500 ଟଙ୍କା ଜବତ କରିଛନ୍ତି। ତେବେ ଜବତ ହୋଇଥିବା ବ୍ରାଉନ ସୁଗରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନୁଗୁଳ ଜିଲ୍ଲାରୁ ଶିବୁ ନାୟକଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।